ଭାରତ ଗୋଟେ ଗଣତାନ୍ତ୍ରିକ ରାଷ୍ଟ୍ର ଆଉ ଗଣତନ୍ତ୍ର ଶାସନରେ ଭାରତ ଏତେ ସୁରକ୍ଷିତ ବର୍ତ୍ତମାନ ଯେ କୃଷକ ଗୋଟେ ଟ୍ରାକ୍ଟର ନେଇକି ଦିଲ୍ଲୀ ଭିତରେ ପଶି ପାରୁନି, କିନ୍ତୁ ପହଲଗାମ ବାଟେ ଆତଙ୍କବାଦୀ ପଶି ଆସୁଛନ୍ତି AK-47 ଧରିକି ଦେଶ ଭିତରକୁ। ପୁରା ସୁରକ୍ଷିତ। ଏଇଭଳିଆ ଦେଶରେ ଏଇଭଳିଆ ହବ ଯେତେବେଳେ ଦଶମ ଫେଲ ନେତା ମାନଙ୍କୁ ସୁରକ୍ଷା ଦେବେ UPSC ପାସ୍ ଅଧିକାରୀ ମାନେ। କାହିଁକି ନା ପରିବର୍ତ୍ତନ ଦେଶରେ କେବଳ ଦେଶର ଯୁବା ନେଇକି ଆସିପାରିବ। ଯୁବା ପଶିଛି ଫ୍ରି ଫାୟାରରେ, ଯୁବା ପଶିଛି ରିଲ୍ସରେ, ବୁଝିହେଲା କି ନାହିଁ? ଆଉ ଯଦି ତମେ କେବେ ସ୍ୱର ଉତ୍ତୋଳନ କରିବ ୟା ବିରୁଦ୍ଧରେ, ତମକୁ ଦେଶଦ୍ରୋହୀ ଡିକ୍ଲେୟାର କରିଦିଆହବ ପ୍ରଥମେ। ଦ୍ୱିତୀୟତଃ, ଟିଚର ମାନେ ମଧ୍ୟ ଯେତେବେଳେ ପିଲାମାନଙ୍କୁ ପଢଉଛନ୍ତି ଟିକେ ରାଜନୀତି ସମ୍ପର୍କରେ ପୁସ୍ତକଗତ ଜ୍ଞାନ ଦବା ପରିବର୍ତ୍ତେ ଅ, ପୁସ୍ତକଗତ ଜ୍ଞାନ ସହିତ ଆଉ କିଛି ରିଏଲିଟି ବା ବାସ୍ତବତାକୁ ଦେଖିବାକୁ ଚେଷ୍ଟା କରନ୍ତୁ। ଘରେ ପିତାମାତା ମାନେ ରାଜନୀତିଟାକୁ ଖରାପ ବୋଲି କହିକି ଆଡେଇ ଦଉଛନ୍ତି, ପିଲାକୁ ଶିଖାନ୍ତୁ ପ୍ରକୃତ ରାଜନୀତି କଣ, ଦେଶ ହିତରେ କିପରି କାର୍ଯ୍ୟ କରିବା ଉଚିତ। ଦେଶଭକ୍ତ ହୁଅ, ଠିକ ଅଛି। ଦେଶର ସେବା କର। ଦେଶକୁ, ଭାରତକୁ ଯଦି ମା କହୁଛ, ଏ ଅତ୍ୟାଚାରୀ ମାନଙ୍କଠାରୁ ରକ୍ଷା କର ଭାରତକୁ।